ଶାଗ ମଞ୍ଜି ଆଉ ଧଣିଆ ମଞ୍ଜି ଆମେ ଯେତେବେଳେ ପକାନ୍ତି ନା ସମସ୍ତେ ପ୍ରାୟତଃ ହଉଛି କୁଟା ଘୁଡ଼ଉଥିବେ। କୁଟା ବଦଳରେ କିନ୍ତୁ ମୁଁ ଏଠି ବୁରା ଘୁଡ଼ଉଛି କାହିଁକିନା ମୋ ପାଖରେ କୁଟା ଯେହେତୁ ନାହିଁ ତ ସେଥିପାଇଁ ମୁଁ ବୁରା ଘୁଡ଼ଉଛି। ଗୋଟେ ମୋଟା ବୁରାଟେ ରଖିଛି ଯେତେବେଳେ ଯାହା ଶାଗ ମଞ୍ଜି ଆଉ ତା ସହିତ ଧଣିଆ ତଳେ ଯାହା ଯେତେବେଳେ ପକଉଛି ନା ସେଇ ବୁରାଟା ହିଁ ଘୁଡ଼େଇ ଦଉଛି ଆଉ ସେ ପୁରା ଗରମ ପାଇକି ବଢ଼ିଆ ଭାବରେ ଗଛ ଉଠୁଛି। ତା ସହିତ ଖତ ଆଡ୍ କରୁଛି। ଖତଟା ପାଣି ଟିକେ ଷ୍ଟକ୍ ରଖିବ ଆଉ ଥଣ୍ଡା ପାଇବ ଆଉ ବୁରାଟା ଘୁଡ଼େଇଲେ ଟିକେ ଗରମ ପାଇବ। ଥଣ୍ଡା ଗରମ ପାଇଲେ ଦି ଆଡ଼ୁ ବଢ଼ିଆ ଭାବରେ ଗଛ ଗୁଡ଼ାକ ଛତା ମାରିକି ଉଠିବ। ମୋର କାଲି ହେଉଛି ମଞ୍ଜି ପକେଇଥିଲି ଆଜି ଗଛ ତ ଭଲ ଭାବରେ ଉଠି ନାହିଁ କିନ୍ତୁ ଟିକେ ଟିକେ ଜଷ୍ଟ ଗଜା ମାରିବା ଆରମ୍ଭ କଲାଣି। ତ ମୁଁ ଆପଣଙ୍କୁ ଦେଖଉଛି ଏବେ କେତେ ବଢ଼ିଆ ଭାବରେ ଗଜା ମାରିଲାଣି। ଆଉ ଏଇ ବୁରା ଘୁଡ଼େଇବା ପ୍ରୋସେସଟା ନା ମା କହିଥିଲେ ଆଉ ଏ ବୁରା ଘୁଡ଼େଇଲେ ନା ଗୋଟେ ବି ମଞ୍ଜି ଖରାପ ହବନି କି ଗୋଟେ ବି ମାଡ଼ ଖାଇବନି। ସବୁ ଏଇଭଳି ଛତା ଭଳିଆ ଉଠିବ। ତ ଦେଖନ୍ତୁ କେତେ ସୁନ୍ଦର ଭାବରେ ଛୋଟ ଛୋଟ ଉଠିଲାଣି। ତ ଆପଣମାନେ ବି ଥରେ ଟ୍ରାଏ କରନ୍ତୁ।